2024 ସାଧାରଣ ନିର୍ବାଚନର ଫଳାଫଳ ଆସିସାରିଛି। ଓଡ଼ିଶାରେ ସାଧାରଣ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପି ତାର ସରକାର ଗଢ଼ିବାକୁ ଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନରେ କିଏ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ହେବ ତାହା ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହେଉଛି। ତେବେ ନୂତନ ମୁଖ୍ୟମନ୍ତ୍ରୀ ହେବା ରେସ୍ରେ ପ୍ରଥମ ନାଁ ଆସୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ। କାରଣ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଓଡ଼ିଶା ବିଜେପି ଦଳର ସବୁଠାରୁ ହେଭିୱେଟ୍ ନେତା। ଏହା ସହିତ ସେ ଦୀର୍ଘଦିନ ଧରି ଶାସନତନ୍ତ୍ରରେ ତାଙ୍କର ଅଭିଜ୍ଞତା ରହିଛି ଏବଂ ଜାତୀୟ ରାଜନୀତି ପରିଚାଳନାରେ ମଧ୍ୟ ତାଙ୍କର ଅଭିଜ୍ଞତା ବେଶ୍ ରହିଛି। ଅନ୍ୟପକ୍ଷେ ବୈଜୟନ୍ତ ପଣ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀ ରେସ୍ରେ ଥିବା କୁହାଯାଉଛି। ଓଡ଼ିଶାର ସାଂସଦ ଭାବରେ ରାଜନୀତି କ୍ଷେତ୍ରରେ ବେଶ୍ ଅଭିଜ୍ଞତା ରହିବା ସହିତ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ତାଙ୍କର ଭଲ ସମ୍ପର୍କ ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀ ରେସ୍ରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। କାରଣ ସେ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୀତିରେ ବେଶ୍ ସକ୍ରିୟ। ଓଡ଼ିଶାର ଜନସାଧାରଣଙ୍କୁ ତାଙ୍କ ବ୍ୟତୀତ କେହି ସେତେଟା ବୁଝିପାରିବ ନାହିଁ। ତେଣୁ ବିଜେପି ତରଫରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ମୁଖ୍ୟମନ୍ତ୍ରୀ ହେବା ନିମନ୍ତେ ପ୍ରସ୍ତାବ ଦିଆଯିବାର ଅନେକ ସମ୍ଭାବନା ମଧ୍ୟ ରହିଛି। ଏମାନଙ୍କ ବ୍ୟତୀତ ରାଜନୀତି ତଥା ଓଡ଼ିଶା ବାହାରୁ ଗୁଜରାଟ କ୍ୟାଡରରେ IAS ଅଫିସର ଗିରୀଶ ମୁର୍ମୁଙ୍କୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ଚାଲିଛି। କାରଣ ମୋଦିଙ୍କ ସହିତ ଶ୍ରୀ ମୁର୍ମୁଙ୍କ ଦୀର୍ଘ 25 ବର୍ଷର ରାଜନୈତିକ ସମ୍ପର୍କ ରହିବା ସହିତ ମୋଦିଙ୍କ ପାଇଁ ଷ୍ଟ୍ରାଟେଜି ମେକର ଭାବରେ ସେ କାର୍ଯ୍ୟ କରି ଆସୁଛନ୍ତି। ଏମାନଙ୍କ ବ୍ୟତୀତ ଆଉ କାହାକୁ ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କରାଯାଇପାରିବ, ଆପଣମାନେ ନିଜ ନିଜ ମତାମତ କମେଣ୍ଟ ବକ୍ସରେ ଜଣାନ୍ତୁ ଏବଂ ଏହିଭଳି ନୂଆ ନୂଆ ଖବର ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।